सिंहासनाय नमः गुरुदेवतेभ्यः। प्रतिवर्ष भली चलित वर्ष मध्य आम गाँव में अनुष्ठित हो जाइए अष्टम पहर नामयज्ञ। तो आम घट नापी बर्तमान हलदिया डैम को आसीचु। तो देखिपे राधाकृष्ण घटर बर्तमान पूजार्चना चली। राधाकृष्ण घट उत्तोलन देखापी आम गाँव समस्त वृद्धवनिता सहित छोट छोट पिला माने ता सहित महिला माने सामिल होइछन्ति। घटगुड़िकर पूजार्चना सरिला परे वर्तमान संकीर्तन ध्वनि आरंभ हो गला। वर्तमान घट उत्तोलन सरिला एवं नगर संकीर्तन सहित ग्रामर मध्य दे हरिमंडप आड़क घट बहिकी चलला। ग्रामर महिला माने घट बहिଥିବା ଲୋକମାନଙ୍କର ପାଦ ଧୋଇଦେବା ସହିତ ପୂଜାର୍ଚ୍ଚନା କରି ରାଧାକୃଷ୍ଣ ଘଟଙ୍କୁ ସ୍ୱାଗତ କରୁଛନ୍ତି। ଏବଂ ସଂକୀର୍ତ୍ତନ ଧ୍ୱନି ଏବଂ ଶଙ୍ଖ ହୁଳହୁଳିରେ ଗାଁ ପ୍ରକମ୍ପିତ ହେଉଛି। ବର୍ତ୍ତମାନ ଆମ ଗ୍ରାମର ହରିମଣ୍ଡପ ନିକଟରେ ଆମେ ପହଞ୍ଚି ସାରିଛୁ। ତ ଏଠି ମଧ୍ୟ ଘଟ ବହିଥିବା ଲୋକମାନଙ୍କର ପାଦ ଧୋଇଦେବା ସହିତ ପୂଜାର୍ଚ୍ଚନା କରି ସେମାନଙ୍କୁ ପାଛଟି ନେଉଛନ୍ତି ହରିମଣ୍ଡପ ନିକଟକୁ। ବର୍ତ୍ତମାନ ରାଧାକୃଷ୍ଣ ଘଟ ସହିତ ଗ୍ରାମର ସମସ୍ତ ବୃଦ୍ଧ ବନିତା ମହିଳା ଛୋଟ ପିଲାମାନେ ମଣ୍ଡପ ପରିକ୍ରମା କରୁଛନ୍ତି ଏବଂ ସମସ୍ତଙ୍କ ମୁହଁରେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଗାଉଥିବାର ଶୁଣାଯାଉଛି। ଏହାପରେ ଅପରାହ୍ନ ସମୟରେ ଆମ ଗ୍ରାମର ସଂକୀର୍ତ୍ତନ ଦଳ ସହିତ ଆରମ୍ଭ କରିଦିଆଗଲା ଅଖଣ୍ଡ ଅଷ୍ଟମ ପ୍ରହର ନାମଯଜ୍ଞ। ଚାହୁଁ ଚାହୁଁ ସଂକୀର୍ତ୍ତନ ଦେଖିବା ପାଇଁ ଦୂରଦୂରାନ୍ତରରୁ ଲୋକମାନେ ଆମ ଗ୍ରାମକୁ ଆସିବାରେ ଲାଗିଲେ ଏବଂ ସନ୍ଧ୍ୟା ସମୟରେ ଆମର ନିମନ୍ତ୍ରିତ ଦଳ ପହଞ୍ଚି ସାରିଲେ ଏବଂ ଆରମ୍ଭ କରିଦେଲେ ତାଙ୍କର ହରିନାମ। ଏହିପରି ରାତି ସାରା ଚାଲିଲା ହରିନାମ ସଂକୀର୍ତ୍ତନ ଧ୍ୱନି ଏବଂ ଲୋକମାନେ ରାତି ଅନିଦ୍ରା ରହି ଦେଖିଲେ ଏହି ସଂକୀର୍ତ୍ତନ। ତାପରେ ଚାହୁଁ ଚାହୁଁ ସକାଳ ହୋଇଗଲା। ଆମର ନିମନ୍ତ୍ରିତ ସଂକୀର୍ତ୍ତନ ଦଳ ମଧ୍ୟରୁ ନୂଆଝଳିଆ ସଂକୀର୍ତ୍ତନ ଦଳର ବାଦ୍ୟଶୈଳୀ ଏବଂ ଗାଇବା ଶୈଳୀ ଖୁବ୍ ଉଚ୍ଚକୋଟୀର ହୋଇଥିଲା ଏବଂ ଲୋକମାନଙ୍କୁ ଖୁବ୍ ପସନ୍ଦ ଆସୁଥିଲା। ଏହି ନୂଆଝଳିଆ ସଂକୀର୍ତ୍ତନ ଦଳକୁ ପୂର୍ବବର୍ଷ 2023ରେ ମଧ୍ୟ ଆମ ଗ୍ରାମକୁ ନିମନ୍ତ୍ରିତ କରାହୋଇଥିଲା ଏବଂ ଚଳିତ ବର୍ଷ 2025ରେ ମଧ୍ୟ ଏହି ଦଳକୁ ନିମନ୍ତ୍ରିତ କରାହୋଇଛି। ଏହି ସଂକୀର୍ତ୍ତନ ଦଳରେ ଏକ ଦୃଷ୍ଟିହୀନ ବାଦକ ଖୁବ୍ ସୁନ୍ଦର ଭାବେ ମୃଦଙ୍ଗ ବଜାଉଛନ୍ତି। ତାଙ୍କ ମୃଦଙ୍ଗରେ ଆକୃଷ୍ଟ ହୋଇ ବହୁତ ସାରା ଲୋକମାନେ ପଇସା ଗନ୍ଧୁଛନ୍ତି ଏବଂ ଆମ ଗ୍ରାମର ପିଲାମାନେ ମଧ୍ୟ ପ୍ରତ୍ୟେକ ସଂକୀର୍ତ୍ତନ ଦଳକୁ ଥଣ୍ଡା ପିଇବା ପାଇଁ ଦେଉଛନ୍ତି। ଏହାଛଡ଼ା ସଂକୀର୍ତ୍ତନ ମଣ୍ଡପରୁ ଛୋଟ ଛୋଟ ପିଲାମାନଙ୍କ ଉଦ୍ଦେଶ୍ୟରେ ଚକୋଲେଟ୍ ଏବଂ କଦଳୀ ଫିଙ୍ଗା ହେଉଛି ଏବଂ ଛୋଟ ଛୋଟ ପିଲାମାନେ ଖୁବ୍ ଆନନ୍ଦ ସହକାରେ ଉଡ଼ାଉଛନ୍ତି। ଛୋଟ ଛୋଟ ପିଲାମାନେ
ଠେଲାପେଲା ହୋଇ ଚକୋଲେଟ୍ କୁଡ଼େଇବାରେ ବ୍ୟସ୍ତ, କାରଣ ମଣ୍ଡପରୁ ପିଲାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଚକୋଲେଟ୍ ଫିଙ୍ଗା ହେଉଛି, ଯାହାକି ଛୋଟ ଛୋଟ ପିଲାମାନେ ଠେଲାପେଲା ହୋଇ ଖୁସି ଆନନ୍ଦରେ କୁଡ଼ଉଛନ୍ତି। କେବଳ ଯେ ଚକୋଲେଟ୍ ଫିଙ୍ଗା ହେଉଛି ତାହା ନୁହେଁ, ଛୋଟ ଛୋଟ ପିଲାମାନଙ୍କ ଉଦ୍ଦେଶ୍ୟରେ ବାତାସା ମଧ୍ୟ ଫିଙ୍ଗା ହେଉଛି, ଯାହାକି ଖୁବ୍ ଆନନ୍ଦ ଉଲ୍ଲାସରେ ପିଲାମାନେ ଠେଲାଗଞ୍ଜା ହୋଇ ଉଡ଼ଉଛନ୍ତି। ଏହାପରେ ଆମର ଦଧିଭାଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା। ସମସ୍ତ ବୃଦ୍ଧାବନିତ ସହିତ ଆମ ଗ୍ରାମର ମହିଳାମାନେ ମଧ୍ୟ ଏହି ଦଧିଭାଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହେଲେ। ଏହି ଦଧିଭାଞ୍ଜନ କାର୍ଯ୍ୟକ୍ରମରେ ରଙ୍ଗ ଅବିର ଖେଳି ହରିନାମ ସଂକୀର୍ତ୍ତନ ଧ୍ୱନିରେ ନାଚି ନାଚି ମଣ୍ଡପ ପରିକ୍ରମା କରାହେଲା। ରଙ୍ଗ ଅବିର ଖେଳି ମହିଳାମାନେ ଖୁବ୍ ଆନନ୍ଦ ଉଲ୍ଲାସରେ ଏହି ଦଧିଭାଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଯେହେତୁ ଆଜି ହୋଲି ପୂର୍ଣ୍ଣିମା ଥିଲା, ପୁଣି ଆମର ସଂକୀର୍ତ୍ତନ ଦଧିଭାଞ୍ଜନ କାର୍ଯ୍ୟକ୍ରମ, ସେଥିରେ ମୁଁ କେମିତି ହୋଲି ବା ଖେଳି ନଥାନ୍ତି, ତ ମୁଁ ମଧ୍ୟ ହୋଲି ଖେଳରେ ସାମିଲ ହେଲି ଏବଂ ଦଧିଭାଞ୍ଜନ କାର୍ଯ୍ୟକ୍ରମରେ ଆଗକୁ ବଢ଼ି ଚାଲିଲି। ଦଧିହାଣ୍ଡିକୁ ମଣ୍ଡପ ପରିକ୍ରମା କରିସାରିଲା ପରେ ଦଧିହାଣ୍ଡିକୁ ଶେଷରେ ଭାଙ୍ଗି ଦିଆଗଲା ଏବଂ ଭାଙ୍ଗିଲା ପରେ ସେହି କାଦୁଅରେ ଆମେ ଗଡ଼ାଗଡ଼ି ହେଲୁ। ତ ଇଏ ଥିଲା ଆମ ଗାଁର ଅଷ୍ଟମ ପହର। ତ ପବିତ୍ର ହୋଲି ପୂର୍ଣ୍ଣିମାରେ ସମସ୍ତଙ୍କୁ ହୃଦୟର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା। ହ୍ୟାପି ହୋଲି।